ଜୀବନର ଯେଉଁ ଚରମ ଦୁଃସାହସିକ ପଦକ୍ଷେପଟି ଚାହିଁଲେ ଆପଣ ନେଇପାରିବେ, ତାହା ହେଲା ନିଜର ସବୁ ସ୍ୱପ୍ନକୁ ସାକାର କରିବା। ଯେ କୌଣସି ବିପତ୍ତି ପୂର୍ବରୁ ଏହାର ସମ୍ପର୍କରେ ପୂର୍ବାଭାସ ନିଶ୍ଚୟ ମିଳିଥାଏ। ଏହାକୁ ଅଣଦେଖା କଲେ ଫଳ ନିଶ୍ଚୟ ଭୋଗିବାକୁ ପଡ଼େ। ନିରାଟ ସତ୍ୟ, ଜୀବନ ଆରମ୍ଭ ହୁଏ ସରୁ ସରୁ ସକାଳ, ସମୟ ଏବଂ ଶ୍ରଦ୍ଧା। ତାପରେ ସରୁ ସାଙ୍ଗ ଆଉ ସମ୍ପର୍କ। ତାପରେ ସରୁ ସ୍ୱାମୀ, ଶ୍ୱଶୁର, ଶାଶୁ, ସୁତ, ସୁତା, ଶଳା, ଶାଳୀ। ଆଉ ଜୀବନ ଶେଷ ହୁଏ ସେହି ଶରେ ଅର୍ଥାତ୍ ଶ୍ମଶାନରେ। ଅଗ୍ନି ଶିଖା ଯେପରି ଶୁଖିଲା କାଠ ମଣିଷମାନଙ୍କୁ ପୋଡ଼ି ପାଉଁଶ କରିଦିଏ, ସେହିପରି ହୃଦୟରେ ଭଗବାନଙ୍କର ନାମ ସ୍ମରଣ କଲେ ସକଳ ପାପ ନାଶ ହୁଏ। ଆପଣଙ୍କ ଚଲାପଥରେ ଯିଏ କଣ୍ଟା ପକାନ୍ତି, ଆପଣ ତାଙ୍କ ଚଲାପଥରେ ଫୁଲ ପକାଇ ଦିଅନ୍ତୁ। ମନୁଷ୍ୟ ଦିନେ ମରିବ, ଅର୍ଥାତ୍ ତାର ନଶ୍ୱର ଶରୀର ଦିନେ ନା ଦିନେ ମାଟିରେ ମିଶିଯିବ। ଏଥିପାଇଁ ପୂର୍ବରୁ ସାଧୁ ସେବା ଭଜନ କରିବା ସହିତ ଅକ୍ଷର କୀର୍ତ୍ତି ଅର୍ଜନ କରିବା ଉଚିତ। ମନୁଷ୍ୟ ଯଦି ସୁଖ ସମୟରେ ଭଗବାନଙ୍କୁ ସ୍ମରଣ କରେ ଓ ତାଙ୍କ ନିର୍ଦ୍ଦେଶ ମାନି ଚଳେ, ତେବେ ଦୁଃଖ କେବେ ହେଲେ ତା ପାଖକୁ ଆସିପାରିବ ନାହିଁ ବା ସୁଖ ଦୁଃଖର ପ୍ରଭେଦ ତାକୁ ବିଚଳିତ କରିପାରିବ ନାହିଁ। କୂଅରୁ ପାଣି କାଢ଼ିବା ସମୟରେ ବ୍ୟକ୍ତିର ଧ୍ୟାନ କଳସୀ ଉପରେ ଥାଏ, ସେହିପରି ଆପଣଙ୍କର ଧ୍ୟାନ ଈଶ୍ୱର ସ୍ମରଣ ପ୍ରତି ରହିବା ଆବଶ୍ୟକ। କାହାକୁ ନ୍ୟୁନ ବା ଛୋଟ ମନେ କରି ଘୃଣା ବା ଅନାଦର କରିବା ଉଚିତ ନୁହେଁ। ପ୍ରତ୍ୟେକ କ୍ଷୁଦ୍ର ବସ୍ତୁର ବି ମୂଲ୍ୟ ଅଛି ବୋଲି ଭାବିବାକୁ ହେବ। ଚିତା ଆଉ ଚିନ୍ତା ସଂସାରରେ ସବୁଠାରୁ ବଡ଼ ରୋଗ, ଯାହା ମଣିଷକୁ ଚିତା ପର୍ଯ୍ୟନ୍ତ ନେଇଯାଏ। ଚିନ୍ତା ଆଉ ଚିତା ନୁହେଁ ଏକା ଭଳି। ଫରକ ଖାଲି ଏତିକି ଯେ ଚିତା ମଲା ପରେ ଲୋକଙ୍କୁ ଜାଳି ଦିଏ, ଚିନ୍ତା ବଞ୍ଚିଲା ଲୋକଙ୍କୁ ଜାଳି ଦିଏ। ନିଜକୁ ସର୍ବଦା ଏମିତି ଲୋକମାନଙ୍କର ଗହଣରେ ରଖନ୍ତୁ ଯେଉଁମାନେ ଆପଣଙ୍କୁ ଉପରକୁ ଉଠାଇବାରେ ସହାୟକ ହୋଇପାରିବେ। ମୃତ୍ୟୁ ପରେ ଏହା ହିଁ ଜୀବନର ସତ୍ୟ। ସ୍ତ୍ରୀ ସଡ଼କ ଯାଏ, ସମାଜ ଶ୍ମଶାନ ଯାଏ, ଅଗ୍ନି ଦାନ ଯାଏ, କେବଳ ଗୋଟିଏ ଜିନିଷ ହିଁ ଭଗବାନଙ୍କ ଯାଏ ଯାଇଥାଏ, ତାହା ହେଉଛି ଆପଣଙ୍କର କର୍ମ। କିଛି ସମ୍ପର୍କ ମିଛ କହିଲେ ଭାଙ୍ଗେ ନାହିଁ, ଓଲଟା ସତ କହିଲେ ଭାଙ୍ଗିଯାଏ। କାହିଁକିନା ସମସ୍ତେ ମିଛର ଆଶ୍ରୟ ନେଇପାରନ୍ତି, ସତ୍ୟକୁ ସାମ୍ନା କରିବାର ଶକ୍ତି ସମସ୍ତଙ୍କ ପାଖରେ ନଥାଏ। ଆଭ୍ୟନ୍ତର ଜ୍ଞାନ ଯେକୌଣସି ସମ୍ପତ୍ତି ଠାରୁ ବି ମୂଲ୍ୟବାନ। ଏହାକୁ ଯେତେ ଖର୍ଚ୍ଚ କରାଯିବ, ଏହାର ପରିମାଣ ସେତେ ବୃଦ୍ଧି ପାଇବ। ଚିନ୍ତାଧାରାର ସ୍ଥିରତା ହିଁ ସଫଳତା ଆଣିଥାଏ। ମଣିଷର ପତନ ସେହି ସମୟରୁ ଆରମ୍ଭ ହୋଇଯାଏ ଯେତେବେଳେ ସେ ନିଜ ଲୋକଙ୍କୁ ତଳେ ପକାଇବା ପାଇଁ ଅନ୍ୟର ପରାମର୍ଶ ନେଇଥାଏ। ଜୟ ଶ୍ରୀ ଜଗନ୍ନାଥ।